ତ ପିଲାମାନେ ଆଜି ଆମେ ପୃଥିବୀର ସ୍ଥାନ ଚିହ୍ନଟ କରିବା ତାର ଆଜି ପ୍ରଶ୍ନ ଉତ୍ତର କରିବା। ପିଲାମାନେ ଷଷ୍ଠ କ୍ଲାସର ଭାରତ ଆମ ପୃଥିବୀର ପ୍ରଥମ ବାଟ ଚାଲ କ୍ୱେଶ୍ଚିନ୍ ଆନ୍ସର କରିବା। ତ ପିଲାମାନେ ପ୍ରଥମେ ଆଗେ ଦେଖ ପ୍ରଥମ ପେଜରେ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଯୋଉ ଗ୍ରୀନ କଲର ଅକ୍ଷରରେ 1 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ମାନଚିତ୍ର କ'ଣ ଏବଂ ଆମେ ଏହାକୁ କିପରି ବ୍ୟବହାର କରୁ ଏହାର ମୁଖ୍ୟ ଉପାଦାନ ଗୁଡ଼ିକ କ'ଣ। ତ ପିଲାମାନେ ଉତ୍ତର ଲେଖିବ 1 ନମ୍ବର ଲେଖିବ ଉତ୍ତର ମାନଚିତ୍ର ସମସ୍ତ ପୃଥିବୀ ବା ଏହାର ଏକ ଅଂଶର ସମତଳ କାଗଜ ଉପରେ ସ୍କେଲ ଅନୁଯାୟୀ ଅଙ୍କିତ ଚିତ୍ରକୁ ମାନଚିତ୍ର କୁହାଯାଏ। ତାପରେ ବ୍ୟବହାର ଲେଖିବ କୌଣସି ଅଜଣା ସ୍ଥାନ ବା ରାସ୍ତା ଖୋଜିବା ପାଇଁ, ଦେଶ ସହର ପାହାଡ଼ ଓ ନଦୀର ଉପସ୍ଥିତ ଜାଣିବା ପାଇଁ, ଯାତ୍ରା ଏବଂ ପର୍ଯ୍ୟଟନ ଯୋଜନା କରିବା ପାଇଁ। ତ ପିଲାମାନେ ସେଥିରେ ଆଗେ 1 ନମ୍ବର ଲେଖିବ ମୁଖ୍ୟ ଉପାଦାନ, ଦୂରତା ଲେଖିବ ବାସ୍ତବ ବା ଦୂରତାକୁ ମାନଚିତ୍ରର ଛୋଟ କରି ଦେଖାଇବା। ତାପରେ ପଏଣ୍ଟ ଲେଖିବ ଦିଗ, ଉତ୍ତର ଦକ୍ଷିଣ ପୂର୍ବ ଓ ପଶ୍ଚିମ ଦିଗ ଚିହ୍ନିବା। ତାପରେ ସଂକେତ, ରାସ୍ତା, ରେଲଲାଇନ, ଘର ଇତ୍ୟାଦିକୁ ଚିହ୍ନି ସାହାଯ୍ୟରେ ଦର୍ଶାଇବା। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। ଏବେ ଚାଲ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଯୋଡ଼ି ସ୍ଥାନାଙ୍କ କ'ଣ ପୃଥିବୀର ଯେକୌଣସି ସ୍ଥାନକୁ ଚିହ୍ନିତ କରିବା ପାଇଁ ଅକ୍ଷାଂଶ ଏବଂ ଦ୍ରାଘିମା କିପରି ବ୍ୟବହାର କରାଯାଇ ପାରିବ। ତ ପିଲାମାନେ ଆର ଉତ୍ତର ଲେଖିବ 2 ନମ୍ବର। ତ 2 ନମ୍ବର ଲେଖିବ ଉତ୍ତର ସ୍ଥାନାଙ୍କ, ଏହା ହେଉଛି ସଂଖ୍ୟାର ଏକ ଯୋଡ଼ି ଅକ୍ଷାଂଶ ଓ ଦ୍ରାଘିମାର ମୂଲ୍ୟ ଯାହା ପୃଥିବୀ ପୃଷ୍ଠରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଠିକ୍ ଅବସ୍ଥାକୁ ଦର୍ଶାଯାଇଛି। ତାପରେ ପଏଣ୍ଟ ଲେଖିବ। ତ ପିଲାମାନେ ସେଇ 2 ନମ୍ବର ଆଗେ ଲେଖିବ ଚିହ୍ନିତ କରିବା ପ୍ରଣାଳୀ, ଅକ୍ଷାଂଶ ବିଷୁବରେଖାର କୌଣସି ସ୍ଥାନ କେତେ ଉତ୍ତର ବା ଦକ୍ଷିଣରେ ଅଛି ତାହା ମାପିଥାଏ। ତାପରେ ଦ୍ରାଘିମା, ମୁଖ୍ୟ ମଧ୍ୟାହ୍ନ ରେଖାର କୌଣସି ସ୍ଥାନ କେତେ ପୂର୍ବ ବା ପଶ୍ଚିମରେ ଅଛି ତାହା ମାପିଥାଏ। ତାପର ପଏଣ୍ଟ ଲେଖିବ ଏହି ଦୁଇଟି କାଳ୍ପନିକ ରେଖା ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦ କରନ୍ତି ସେହି ଛେଦବିନ୍ଦୁ ହିଁ ସେହି ସ୍ଥାନରେ ସଠିକ୍ ସ୍ଥାନାଙ୍କ ବା ଠିକଣା ଅଟେ। ତ ପିଲାମାନେ ଏମିତି ଗୋଟେ ପଏଣ୍ଟ କରି ଲେଖିବ 2 ନମ୍ବର। ଏବେ ଚାଲ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ ପିଲାମାନେ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ସ୍ଥାନୀୟ ସମୟ ଏବଂ ମାନକ ବା ପ୍ରମାଣ ସମୟ ଦ୍ରାଘିମା ସହିତ କିପରି ସମ୍ବନ୍ଧିତ। ତ ପିଲାମାନେ ଆର ଉତ୍ତର ଲେଖିବ 3 ନମ୍ବର। ତ ଆର ଉତ୍ତର ଲେଖିବ ଦ୍ରାଘିମା ଓ ସମୟ, ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲିବା ବେଳେ ଦ୍ରାଘିମା ଅତିକ୍ରମ କରିବା ପାଇଁ ମିନିଟ୍ ସମୟ ନେଇଥାଏ। ତାପରେ ଦ୍ୱିତୀୟ ପଏଣ୍ଟ ଲେଖିବ ସ୍ଥାନୀୟ ସମୟ। ତ ତାର ଉତ୍ତର ଲେଖିବ ଏହି 3 ନମ୍ବର ପ୍ରଶ୍ନରେ ଲେଖିବ ପିଲାମାନେ ସ୍ଥାନୀୟ ସମୟ କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରାଘିମା ରେଖା ଉପରେ ସୂର୍ଯ୍ୟ ଆକାଶର ସର୍ବୋଚ୍ଚ ସ୍ଥାନରେ ଥିବା ସମୟକୁ ସେଠାକାର ମଧ୍ୟାହ୍ନ ଟା ଦେଖା ଧରାଯାଏ। ତାପରେ ଅଲଗା ଅଲଗା ଦ୍ରାଘିମାରେ ସ୍ଥାନୀୟ ସମୟ ଅଲଗା ହୋଇଥାଏ। ତାପରେ ପଏଣ୍ଟ ଲେଖିବ ପିଲାମାନେ। ତ ସେଥିରେ ଆଗେ ଲେଖିବ ହେଡିଙ୍ଗ ଦେବ ମାନବ ସମୟ, ମାନକ ସମୟ ଲେଖିବ ଏକ ଦେଶ ମଧ୍ୟରେ ସମୟରେ ବିଭ୍ରାଟ ଏଡ଼ାଇବା ପାଇଁ ଦେଶ ମଝିରେ ଯାଇଥିବା ଏକ ମୁଖ୍ୟ ଦ୍ରାଘିମାକୁ ପ୍ରମାଣ ଦ୍ରାଘିମା ଧରାଯାଏ। ସେହି ଦ୍ରାଘିମାର ସ୍ଥାନୀୟ ସମୟକୁ ସମଗ୍ର ଦେଶର ସମୟ ବା ମାନବ ସମୟ ଭାବେ ଗ୍ରହଣ କରାଯାଏ। ଯେପରି ଭାରତର ପ୍ରମାଣ ସମୟ ପୂର୍ବ ଦ୍ରାଘିମା ଅନୁସାରେ ସ୍ଥିର ହୋଇଛି। ତ ପିଲାମାନେ ଏମିତି 3 ନମ୍ବର ଉତ୍ତର ଲେଖିବ। ଏବେ ଚାଲ ନେକ୍ସଟ ଦେଖିବା କ'ଣ ଦେଇଛି। ତ ପିଲାମାନେ ନେକ୍ସଟ ପେଜ କାଢ଼, କ'ଣ ଦେଇଛି ଦେଖିବା। ତ ପିଲାମାନେ ନେକ୍ସଟ ପେଜ ଦେଖ, ଚିତ୍ରଟା କ'ଣ ଦେଇଛି, ଗୋଟେ ରୋଡ ଦେଇଛି ପିଲାମାନେ। ସେ ରୋଡ ଆଗରେ ବିଭିନ୍ନ ପ୍ରକାର ବିଲ୍ଡିଂ ଅଛି। ଆଉ କ'ଣ ଅଛି ଦେଖ ପିଲାମାନେ, ବଜାର ଅଛି, ତାପରେ ବିଦ୍ୟାଳୟ ଅଛି, ତାପରେ ଡାକ୍ତରଖାନା ସେଠି ଅଛି, ତାପରେ ସହର ପଞ୍ଚାୟତ ଅଛି, ତାପରେ ସଂଗ୍ରହାଳୟ ଅଛି, ବିଭିନ୍ନ ପ୍ରକାର ପିଲାମାନେ କ'ଣ ଚିତ୍ର ଅଛି, ନଦୀ, ତାପରେ ରେଲୱେ ଷ୍ଟେସନ, ଏ ଯେ ବିଭିନ୍ନ ପ୍ରକାର ସବୁ ଚିତ୍ର ଦେଇଛି ପିଲା। ନେକ୍ସଟ ପେଜ ଏବେ ତ ପିଲାମାନେ ଏହି ଚିତ୍ର ବିଷୟରେ କ୍ୱେଶ୍ଚିନ୍ ଦେଇଛି। ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ ହେଡିଙ୍ଗ କ'ଣ ଲେଖିଛି ଦେଖ, ବ୍ଲୁ କଲର ଅକ୍ଷରରେ ଆସ ଅନୁସନ୍ଧାନ କରିବା। ତ ସେଠି କ୍ୱେଶ୍ଚିନ୍ ଦେଇଛି। ଚାଲ ଗୋଟେ କ୍ୱେଶ୍ଚିନ୍ ପଢିବା କ'ଣ ଦେଇଛି। ତ ପିଲାମାନେ କ'ଣ ଲେଖାଛି ଦେଖ, ପୃଷ୍ଠା 8ରେ ଦିଆଯାଇଥିବା ଚିତ୍ର 1ରେ ଥିବା ରେଖା ଚିତ୍ର ବା ସ୍କେଟର ଦେଖ ହେଲେ କହିଛି। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଛି, ଡାକ୍ତରଖାନାକୁ ଚିହ୍ନଟ କର। ତ ଏଇଟା ପିଲାମାନେ ସେ ଚିତ୍ର ଯାଇ ଦେଖିପାରିବ। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଛି ଦେଖ, ନୀଳ ରଙ୍ଗ ଚିହ୍ନିତ ଅଞ୍ଚଳର ଅର୍ଥ କ'ଣ। ତ ପିଲାମାନେ ଆର ଉତ୍ତର ଲେଖିବ। ତ ପିଲାମାନେ ଉତ୍ତର ଲେଖିବ ଏହି ଚିତ୍ରରେ ନୀଳ ରଙ୍ଗ ଚିହ୍ନିତ ଅଞ୍ଚଳ ଗୁଡ଼ିକୁ ରେଳ ଧାରଣା, ରେଳଗାଡ଼ି ଏବଂ ବଜାରର ଦୋକାନ ଗୁଡ଼ିକୁ ବୁଝାଉଛି। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ।
ତ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, କେଉଁଟି ରେଳ ଷ୍ଟେସନ ଠାରୁ ବହୁତ ଦୂରରେ ରହିଛି? ବିଦ୍ୟାଳୟ ନା ନଗର ପଞ୍ଚାୟତ ନା କିମ୍ବା ସର୍ବସାଧାରଣ ବଗିଚା? ତ କୋଉଠି ରହିଛି ପିଲାମାନେ? ରେଳ ଷ୍ଟେସନ ଠାରୁ ସର୍ବସାଧାରଣ ବଗିଚା ସବୁଠାରୁ ବହୁତ ଦୂରର ଉତ୍ତର ପୂର୍ବ କୋଣରେ ରହିଛି। ତ ଏବେ ଚାଲ ନେକ୍ସଟ ଦେଖିବା। ତ ପିଲାମାନେ ଦେଖ ନେକ୍ସଟ ପେଜରେ ବି କିଛି ଦେଇନି। ଏବେ କ'ଣ କରିଛି ପିଲା ଲାଷ୍ଟ ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ ଦିয়েଛି ନା, ତ ସେଇଠିକି ପଳା ଅଭ୍ୟାସ କାର୍ଯ୍ୟ ଏଇଟା ପ୍ରକଳ୍ପ। ତ ଚାଲ ସେଇଟା ଏବେ କରିବା। କ'ଣ ଲେଖା ହେଇଛି? ତ ପିଲାମାନେ ଏହି ପେଜରେ କାଢ଼ ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି? ତ ପିଲାମାନେ 1 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି 2.5 ସେମି = 500 ସେମି। ଏହି ମାପକୁ ଆଧାର କରି ପଞ୍ଚମ ସମୟରେ ଚିତ୍ର 5.2ରେ ଥିବା ମାନଚିତ୍ର ପୃଷ୍ଠା 10 ଅନୁସାରେ ନର୍ମଦା ନଦୀର ମୁହାଣକୁ ଗଙ୍ଗା ନଦୀର ମୁହାଣ ପର୍ଯ୍ୟନ୍ତ ପ୍ରକୃତ ଦୂରତା ନିର୍ଣ୍ଣୟ କର। ସୂଚନା ତୁମ ମାପଟିକୁ ଏକ ପୂର୍ଣ୍ଣ ସଂଖ୍ୟାରେ ପ୍ରକାଶ କର। ତ ପିଲାମାନେ ଏଇଟା ମ୍ୟାଥଟା ଦେଇଛି। ତ ଚାଲ ଆର ଉତ୍ତର ଲେଖିବା 1 ନମ୍ବର। ତ ଉତ୍ତର ଲେଖିବ, ସମାଧାନ ଲେଖିବ। ସମାଧାନ ଲେଖି ସାରିଲା ପରେ ସାଧାରଣତଃ ଭାରତର ମାନଚିତ୍ରର ନର୍ମଦା ମୁହାଣରୁ ଗଙ୍ଗା ମୁହାଣ ପର୍ଯ୍ୟନ୍ତ ଦୂରତା ମାପିଲେ ପ୍ରାୟ 9 ହୋଇଥାଏ। ପ୍ରଶ୍ନ ଅନୁସାରେ ସ୍କେଲର ମାପ 1.5 = 200 ଦେଖାଇଛି। ତାପରେ ତେଣୁ 1 = 200/1.5 ଦେଇଛି। ତାପରେ ଲେଖିବ। ତ ପିଲାମାନେ ଏହିପରି ଭାବରେ ତମେ ତଳୁ ଗୋଟେ କରି ଲେଖିବ। ତ ପିଲାମାନେ ତା ତଳୁ ଉତ୍ତର ଲେଖିବ। ନର୍ମଦା ନଦୀର ମୁହାଣରୁ ଗଙ୍ଗା ନଦୀର ମୁହାଣ ପର୍ଯ୍ୟନ୍ତ ପ୍ରକୃତ ଦୂରତା ହେଉଛି 1200 ଦେଇ ଏମିତି ଲେଖିପାର। ମ୍ୟାଥଟା ବୁଝୁନି, ଏମିତି ଭାବେ ତମେ 1 ନମ୍ବର ଉତ୍ତର ଲେଖିବ। 2 ନମ୍ବର ଚାଲ ଏବେ ଦେଖିବା କ'ଣ ଦେଇଛି। ତ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଲଣ୍ଡନରେ ମଧ୍ୟାହ୍ନ 12ଟା ବାଜିଥିବା ବେଳେ ଭାରତର ଅପରାହ୍ନ 5:30 କାହିଁକି? ତ ପିଲାମାନେ ଆର ଉତ୍ତର ଲେଖିବ। ତ 2 ନମ୍ବର ଉତ୍ତର ଲେଖିବ ଲଣ୍ଡନ ଗ୍ରୀନୱିଚ୍ ମୁଖ୍ୟ ଦ୍ରାଘିମା ରେଖା 0 ଡିଗ୍ରୀ ଉପରେ ଅବସ୍ଥିତ। ଭାରତର ପ୍ରମାଣ ସମୟ ମେରିଡିଆନ 82.5 ଡିଗ୍ରୀ ଏ ପୂର୍ବ ଦ୍ରାଘିମା ରେଖାକୁ ଆଧାର କରି ଗଣନା କରାଯାଏ। ପୃଥିବୀ ଦ୍ରାଘିମା ଅତିକ୍ରମ କରିବାକୁ 4 ସମୟ ନିଏ। ତ ସେଥିରେ ଏକା ତା ତଳୁ ଲେଖିବ ସମୟର ପାର୍ଥକ୍ୟ = 82.5 × 4 = 300 ଲେଖିବ ବା 5:30 ଲେଖିବ। ତାପରେ ଭାରତର ପୂର୍ବ ଗୋଲାର୍ଦ୍ଧରେ ଥିବାରୁ ଏହାର ସମୟ ଲଣ୍ଡନ ସମୟ ଠାରୁ ଆଗୁଆ ରହିଥାଏ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। 3 ନମ୍ବର ଚାଲ ଏବେ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଆମେ ମାନଚିତ୍ରରେ କାହିଁକି ସଂକେତ ଓ ରଙ୍ଗର ବ୍ୟବହାର କରୁ? ତ ଆର ଉତ୍ତର ଲେଖିବ। 3 ନମ୍ବର ଉତ୍ତର ସହଜ ବୋଧଯୋଗ୍ୟତା ଏମିତି ଲେଖିବ। ହେଡିଂ ବିଭିନ୍ନ ଭୌଗୋଳିକ ଚିତ୍ର ଯଥା ପାହାଡ଼ ନଦୀ ରାସ୍ତାକୁ ସୀମିତ ସ୍ଥାନରେ ସହଜରେ ଦେଖାଇବା ପାଇଁ ଏମିତି ଲେଖିବ। ତାପରେ ରଙ୍ଗର ମହତ୍ତ୍ୱ ନୀଳ ରଙ୍ଗ ଜଳଭାଗକୁ, ବାଦାମୀ ରଙ୍ଗ ପାର୍ବତ୍ୟ ଅଞ୍ଚଳକୁ ଏବଂ ସବୁଜ ରଙ୍ଗ ସମତଳ ଭୂମିକୁ ସୂଚାଏ। ତାପରେ ପଏଣ୍ଟ ଲେଖିବ। ତାପରେ ପଏଣ୍ଟ ଲେଖିବ ସର୍ବଜନୀନ ବ୍ୟବହାର ଏହି ସଂକେତଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଯାହାଦ୍ୱାରା ଯେକୌଣସି ଭାଷାରେ ଲୋକ ମାନଚିତ୍ର ସହଜରେ ପଢ଼ିପାରିବ। ତ ପିଲାମାନେ ଏମିତି 3 ନମ୍ବର ଉତ୍ତର ଲେଖିବ। ତ ପିଲାମାନେ ଭି ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି। ତୁମ ଘର କିମ୍ବା ବିଦ୍ୟାଳୟରେ 8ଟି ଦିଗରେ କ'ଣ ଅଛି ତାର ଏକ ତାଲିକା ପ୍ରସ୍ତୁତ କର। ତ ପିଲାମାନେ ତମ ଘର ବା ବିଦ୍ୟାଳୟରେ କ'ଣ ଅଛି 8ଟି ଦିଗରେ 8ଟା ସ୍ଥାନରେ କ'ଣ ଅଛି ତାର ଉତ୍ତର ଲେଖିବ। ଦେଖ ମୁଁ କେମିତି କହୁଛି ଲେଖିବ। ତ ହେଡିଂ ଦବ ଦେଖ କ୍ରମିକ ସଂଖ୍ୟା ଲେଖିବ। ତାପରେ ଦିଗର ନାମ ଲେଖିବ। ବିଦ୍ୟାଳୟର ଚାରିପାଖରେ ବିବରଣୀ ଉଦାହରଣ ଦେଖ ମୁଁ ଦେଇ ଦେଉଛି। 1ରେ ଲେଖିବ କ୍ରମିକ ସଂଖ୍ୟାରେ 1ରେ ଲେଖିବ। ତାପରେ ଦିଗର ନାମ ଲେଖିବ ପୂର୍ବ। ତାପରେ ବିଦ୍ୟାଳୟର ଚାରିପାଖରେ ଲେଖିବ। ଦେଖ ମୁଖ୍ୟ ପ୍ରବେଶ ଦ୍ୱାର ଓ ବଗିଚା ଲେଖିବ। 2 ନମ୍ବର ଲେଖିବ ପଶ୍ଚିମ ଖେଳ ପଡ଼ିଆ ଲେଖିବ। ତାପରେ 3 ନମ୍ବର ଲେଖିବ। 3 ନମ୍ବର ଲେଖିବ ଉତ୍ତର ଶ୍ରେଣୀଗୃହ କୋଠ ଲେଖିବ। ତାପରେ 4 ନମ୍ବର ଲେଖିବ। ତ ସେଥିରେ ଆଗେ 4 ନମ୍ବର ଲେଖିବ ଦକ୍ଷିଣ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଓ ପାଠାଗାର ଲେଖିବ। 5 ନମ୍ବର ଲେଖିବ ଐଶାନ୍ୟ ବିଜ୍ଞାନଗାର ଲେଖିବ। 6 ନମ୍ବର ଲେଖିବ ଅଗ୍ନି ପାନୀୟ ଜଳ ପ୍ରକଳ୍ପ। 7 ନମ୍ବର ଲେଖିବ। ତ 7 ନମ୍ବର ଲେଖିବ ନୈଋତ୍ୟ ସାଇକେଲ ଷ୍ଟାଣ୍ଡ ଲେଖିବ। ତାପରେ 8 ନମ୍ବର ଲେଖିବ ବାୟବ୍ୟ କମ୍ପ୍ୟୁଟର ଲ୍ୟାବ୍ ଲେଖିବ। ଏମିତି ଲେଖିବ ପିଲାମାନେ ଗୋଟେ କରିବେ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ତ 5 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ସ୍ଥାନୀୟ ସମୟ ଏବଂ ପ୍ରମାଣ ସମୟ ମଧ୍ୟରେ ପାର୍ଥକ୍ୟ କ'ଣ? ଏହାକୁ ଦଳର ଆଲୋଚନା କରି ପ୍ରତ୍ୟେକ ଦଳ 100ରୁ 150 ଶବ୍ଦରେ ଏକ ଉତ୍ତର ଲେଖ। ଉତ୍ତର ଗୁଡ଼ିକ ତୁଳନା କର। ତ ପିଲାମାନେ ଚାଲ 5 ନମ୍ବର ଉତ୍ତର ଲେଖିବା ଏବେ।
तो उत्तर लिखिब 5 नंबर स्थानीय समय एवं प्रमाण समय इंग्लिश न लिखिले चलिए मध्य मुख्य पार्थक्य गुड़िक निर्मरे आलोचना करागला। देखो एक संज्ञा कौन से एक निर्दिष्ट स्थान रे सूर्य आकाशर सर्वोच्च बिंदुर मध्याह्न थिबा समय को आधार करी जो समय स्थिर कराए ताहाको सेही स्थानर स्थानीय समय कुआଯାଏ। तो ता तळु आउथरे लिखिबो तो पिलामाने लिखिबो अन्य पक्षरे एक निर्दिष्ट देश बा अंचल मध्य भाग दे जाइथिबा प्रमाण द्राघिमा रेखार स्थानीय समय को सही समग्र देश पई प्रमाण समय भावे ग्रहण करा जाए। तो आउथरे गोटे पैराग्राफ लिखिबो 2 नंबर दब भिन्नता भिन्न भिन्न द्राघिमा रेखार अवस्थित स्थान गुड़िकर स्थानीय समय अलग अलग होता है मात्र एक निर्दिष्ट समय मंडल किंबा देश मध्य समस्त स्थान रे प्रमाण समय समान रही है। उदाहरण स्वरूप भारतर पूर्व सीमा और पश्चिम सीमा मध्य स्थानीय समय पार्थक्य प्राय 2 घंटा किंतु समग्र देश में गोटे प्रमाण समय व्यवहार करा जाए। तो पिलाने से उत्तर आउ 3 नंबर तेरा लिखे उपयोगिता दैनंदिन स्थानीय कार्य स्थानीय समय सहज होता है मात्र देशव्यापी रेलवाई विमान सेवा एवं जोगाजोग व्यवस्था श्रृंखला शिक्षा करने प्रमाण समय बाध्यतामूलक अटे। तो पिलाने 5 नंबर यहीपर गोटे गोटे पाराग्राफ कर 1 नंबर 2 नंबर 3 नंबर दे गोटे गोटे कर लिखे। एवं चलो देखा नेक्स्ट क्वेश्चन कौन दे 6 नंबर क्वेश्चन 6 नंबर क्वेश्चन दे दिल्ली और बेंगलोर अक्षांश 29 डिग्री उत्तर और 13 डिग्री उत्तर सेमानकर द्राघिमा प्राय 77 डिग्री पूर्व दुई सहर मध्य स्थानीय समय पार्थक्य केते रहिबो। तो पिला माने आर उत्तर लिखिबो तो 6 नंबर उत्तर लिखिबो दिल्ली एवं बेंगलोर मध्य स्थानीय समय पार्थक्य 0 डिग्री मिनिट हेबो अर्थात कौन पार्थक्य रहिबो नाही कारण पृथ्वीर स्थानीय समय केवल द्राघिमा उपर निर्भर करे अक्षांश उपर नहे। ता तळु लिखिबो पिलाने प्रश्न अनुसार दिल्ली एवं बेंगलोर उभय सहर गोटे समान द्राघिमा रेखा अर्थात 77 डिग्री पूर्व अवस्थित। ता तळु आ गोटे पैराग्राफ कर दो गोटे द्राघिमा रेखारे थिबा समस्त स्थानर सूर्य एक समय मध्याह्न अवस्था को आसंती तेणु सेमानकर स्थानीय समय समान न रहे सेथिपई दुई सहर मध्य स्थानीय समय कौन पार्थक्य रहिबो नाही। तो पिले माने 6 नंबर उत्तर एमिति लिखिबो। एबे चलो देखिबा नेक्स्ट क्वेश्चन कोन दियैछि। तो पिले माने 7 नंबर देखो क्वेश्चन कोन लिखाइछि निम्नलिखित उक्ति गुड़िकर मध्य भूल किंबा ठीक चिन्हट कर तुम उत्तर को गोटे किंबा दुईटी वाक्य प्रकाश कर। तो देखो कौन लिखाई क्वेश्चन दा तलु समस्त समक्ष रेखार दैर्घ्य समान। तो चलो आर हाँ कि भूल कि ठीक लिखा तापर तार दुईटा वाक्य कर उत्तर लिखा प्रश्नर 1 नंबर दब प्रश्न लिखिब समस्त समक्ष रेखार दैर्घ्य समान लिखाई तार उत्तर भूल पिलाने कारण विषुव रेखा 0 डिग्री अक्षांश सबुठार बड़ समक्ष रेखा अटे। विषुव रेखार मेरु आड़ को गले अक्षांश वृत्त गुड़िकर दैर्घ्य क्रमश कमी जाए एवं मेरु ठार यह बिंदुर परिणत हुए। तो पिलाने 1 नंबर उत्तर एमती लिखिब। देखो ता तले क्वेश्चन कौन लिखाई क्वेश्चन लिखाई नेक्स्ट क्वेश्चन एक द्राघिमार दैर्घ्य विषुव वृत्तर प्राय अधा अटे। तो आर उत्तर लिखिब। तो पिलाने उत्तर लिखिब ठीक कारण प्रत्येक द्राघिमा रेखा हेउछि गोटे लेखाएं अर्धवृत्त जहाँ उत्तर मेरु दक्षिण मेरु पर्यंत विस्तृत तेणु यार दैर्घ्य संपूर्ण पृथ्वीर परिधि बा विषुव वृत्तर दैर्घ्यर प्राय अधा होता है। तो ठीक मारिक उत्तर एमती लिखिब। तो तल चलो क्वेश्चन कौन लिखाई देखा देखो 7 नंबर 3 नंबर क्वेश्चन कौन लिखाई दक्षिण मेरुर अक्षांश 90 डिग्री दक्षिण अटे। तो आर उत्तर लिखिब। तो पिलाने 3 नंबर उत्तर लिखिब ठीक विषुव रेखार 0 डिग्री धरागले पृथ्वीर सबुठार दक्षिण बिंदु बा दक्षिण मेरुर कौन सी दूरता 90 डिग्री दक्षिण होता है। तो पिलाने 3 नंबर उत्तर एमती लिखिब। 4 नंबर देखो ता तल क्वेश्चन कौन दिए असमयर स्थानीय समय एवं भारतर प्रमाण समय IST समान। तो आर उत्तर लिखिब। तो पिलाने उत्तर लिखिब भूल भारतर प्रमाण समय IST 8.25 डिग्री पूर्व द्राघिमा रेखा मिर्जापुर अनुसार स्थिर करा जायछि किंतु असम यार बहुत पूर्वर अवस्थित होइथिबारु सेठारे बहुत स्थानीय समय IST ठारू आगुआ थाए। तो पिलाने एमिति उत्तर लिखिब। ता तळु देखो क्वेश्चन कोन दियैछि समस्त मंडल को अलग करुथबा रेखा गुड़िक मध्याह्न दिन लेख। तो आर उत्तर लिखिब। तो उत्तर लिखिब भूल
କାରଣ ପୃଥିବୀ ବିଭିନ୍ନ ତାପମଣ୍ଡଳ ଉଷ୍ଣ, ସମିଶ୍ରିତ ଉଷ୍ଣ ଓ ଶୀତମଣ୍ଡଳ ଗୁଡ଼ିକ କର୍କଟ କ୍ରାନ୍ତି, ମକର କ୍ରାନ୍ତି, ସୁମେରୁ ବୃତ୍ତ ଓ କୁମେରୁ ବୃତ୍ତ ଭଳି ପ୍ରମୁଖ ଅକ୍ଷାଂଶ ରେଖାଗୁଡ଼ିକ ପରସ୍ପରଠାରୁ ଅଲଗା କରିଥାନ୍ତି। ମଧ୍ୟାହ୍ନ ରେଖା ଦ୍ରାଘିମା ନୁହେଁ। ତ ପିଲାମାନେ ସେଇଟା 5 ନମ୍ବର ଏମିତି ଲେଖିବ ଭୁଲ ଲେଖିକିରି। ତ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ନେକ୍ସଟ କ୍ୱେଶ୍ଚିନ୍ ଦିଆଯାଇଛି ବିଷୁବ ରେଖା ଏକ ସମୟ ରେଖା ଅଟେ। ତ ଆର ଉତ୍ତର ଲେଖିବ। ତ ପିଲାମାନେ ଉତ୍ତର ଲେଖିବ ଠିକ୍, କାରଣ ବିଷୁବ ରେଖା ହେଉଛି ପୃଥିବୀର ମଧ୍ୟଭାଗ ଦେଇ କଳ୍ପନା କରାଯାଇଥିବା ମୁଖ୍ୟ ସମକ୍ଷୀୟ ରେଖା ବା ସବୁଠାରୁ ବଡ଼ ଅକ୍ଷାଂଶ। ଏମିତି 6 ନମ୍ବର ଉତ୍ତର ଲେଖିବ ପିଲାମାନେ। ତାହେଲେ ଏବେ ନେକ୍ସଟ ଦେଖିବା କ'ଣ ଲେଖା ହେଇଛି କ୍ୱେଶ୍ଚିନ୍। ତ ପିଲାମାନେ ନେକ୍ସଟ ପେଜ ଦେଖ, ନେକ୍ସଟ ପେଜରେ ଘରା ଘରା ଟାଇପ୍ର ଦେଇଛି ଦେଖ, ସେଠି କ'ଣ ଲେଖା ହେଇଛି ପଢ଼ିବା ଚାଲ। ତ ପିଲାମାନେ ଦେଖ କ'ଣ ଲେଖା ହେଇଛି, ବାମରୁ ଡାହାଣକୁ ତାପରେ ଉପରୁ ତଳକୁ ଲେଖା ହେଇଛି। ଦେଖ 1 ନମ୍ବର କ'ଣ ଲେଖା ହେଇଛି, ଏକ ବିଜ୍ଞାନ ଅଞ୍ଚଳକୁ ମାନଚିତ୍ରର ସଂକୁଚିତ କରି ଦର୍ଶାଇବା। ତାପରେ 4 ନମ୍ବର ଲେଖା ହେଇଛି ପୃଥିବୀ ପ୍ରତିରୂପ। 5 ନମ୍ବର ଲେଖା ହେଇଛି ଅକ୍ଷାଂଶ ସବୁଠାରୁ ଲମ୍ବା ସମାନ୍ତରାଳ। ତ ପିଲାମାନେ ଦେଖ ବାମରୁ ଡାହାଣକୁ ଉପରେ ଏଇଟା ଠିକ୍ କରି ଚାଲ ଲେଖିବା। କେମିତି ଲେଖିବ କହିଦେଉଛି ଦେଖ। ତ ପିଲାମାନେ ହେଡ଼ିଂ ଦେବ ବାମରୁ ଡାହାଣ। 1 ନମ୍ବର ଲେଖିବ ଏକ ବିଶାଳ ଅଞ୍ଚଳକୁ ମାନଚିତ୍ରର ସଂକୁଚିତ କରି ଦର୍ଶାଇବା। ମାନଚିତ୍ର ସ୍କେଲ ମାପକ। 4 ନମ୍ବର ଲେଖିବ ପୃଥିବୀର ପ୍ରତିରୂପ ଭୂଗୋଳ ଗ୍ଲୋବ। 5 ନମ୍ବର ଲେଖିବ ଅକ୍ଷାଂଶର ସବୁଠାରୁ ଲମ୍ବା ସମାନ୍ତରାଳ ବିଷୁବ ରେଖା। 7 ନମ୍ବର ଲେଖିବ ମୂଳ ମଧ୍ୟଦିନ ରେଖା ସହ ସମ୍ପର୍କିତ ଗ୍ରୀଞ୍ଚ। ତାପରେ ଲେଖିବା ଆଉଥରେ ତଳକୁ। 8 ନମ୍ବର ଲେଖିବ ତୁମ ରାସ୍ତା ଖୋଜିବା ପାଇଁ ବହୁତ ସୁବିଧାଜନକ ମାନଚିତ୍ର। ତାପରେ 10 ନମ୍ବର ଲେଖିବ ବିଷୁବ ରେଖାଠାରୁ ସମାନ୍ତରାଳ ଭାବେ ବିସ୍ତୃତ ଅକ୍ଷାଂଶ। ତ ଏମିତି ପିଲାମାନେ ଗୋଟେ ଗୋଟେ କରି ଲେଖିବ। ଏବେ ଦେଖ କ'ଣ ଲେଖିବ ତା ତଳ ନେକ୍ସଟରେ। ତ ପିଲାମାନେ ଏବେ ଉପରୁ ତଳକୁ ଲେଖିବ। ଦେଖ କେମିତି ଲେଖିବ କହିଦେଉଛି ଆର ବି। ତ ପିଲାମାନେ ହେଡ଼ିଂ ଦେବ ଉପର ତଳକୁ। 2 ନମ୍ବର ଲେଖିବ ମଧ୍ୟଦିନ ରେଖା ଦ୍ରାଘିମା ରେଖା। ଅକ୍ଷାଂଶ ଦ୍ରାଘିମାର ମିଳିତ ଯୋଡ଼ି ସ୍ଥାନକୁ ଗ୍ରିଡ୍। ତାପରେ ଭାରତର ଆମେ ସମସ୍ତ ଅନୁସରଣ କରୁଥିବା ସମୟ ପ୍ରମାଣ ସମୟ। 8 ନମ୍ବର ଏ ଦୁଇଟି ପରସ୍ପରଠାରୁ ବିପରୀତ ଦିଗରେ ଅବସ୍ଥିତ ମେରୁ ଉତ୍ତର ଓ ଦକ୍ଷିଣ ମେରୁ ଉତ୍ତର। ଏମିତି ଗୋଟେ ଗୋଟେ ଲେଖିବ। ତା ତଳେ ଦେଖ ଲେଖିବ। 11 ନମ୍ବର ଲେଖିବ ଏକ ରେଖାର ଏକ ସଂକ୍ଷିପ୍ତ ନାମ ଯେଉଁଠି ତାରିଖ ପରିବର୍ତ୍ତନ ହୋଇଥାଏ। ଆନ୍ତର୍ଜାତିକ ତାରିଖ ରେଖା IDL ଲେଖିବ। ତ ପିଲାମାନେ ଏମିତି ଗୋଟେ ଗୋଟେ କରି ଲେଖିବ ଉପରୁ ତଳକୁ। ତ ପିଲାମାନେ ଏହିପରି ଭାବରେ ପ୍ରଥମ ପାଠ କ୍ୱେଶ୍ଚିନ୍ ଆନ୍ସର ସରିଲା। ପୃଥିବୀ ସ୍ଥାନ ଚିହ୍ନଟ କରିବାର। ତ ପିଲାମାନେ ପ୍ରଶ୍ନ ଉତ୍ତର ସରିଲା ପ୍ରଥମ ପାଠ। ତମ ସାଙ୍ଗମାନେ ଯିଏ ଲେଖିନାହାନ୍ତି ତାକୁ ବି ଏଇ ଚ୍ୟାନେଲ ଲିଙ୍କଟା ସେୟାର କରି ତାଙ୍କେ ବି ଲେଖିବେ। ତାପରେ ଇନଷ୍ଟାଗ୍ରାମ ଲିଙ୍କ ମୁଁ ଡିସ୍କ୍ରିପ୍ସନରେ ଦେଇଦେଇଛି, ଫଲୋ କରିଦେଇ ଚ୍ୟାନେଲକୁ ସବସ୍କ୍ରାଇବ କର ପିଲାମାନେ।